ବର୍ତ୍ତମାନ ଆଶ୍ରୟ ନେଲୁଣି ନା ବହୁତ ଜାଗା ଦେଖିନୁ ବୁଲି ବୁଲି ସାରି ହେଲା ନାହିଁ। ଆଉ ଗୋଟେ ଗୁମ୍ଫା ଅଛି ସେଇ ଜାଗାକୁ ଯାଇ ହେବନି ନଡ଼ିଆ ଖୋଳ ଯେହେତୁ ନଡ଼ିଆ ଏଠି ପୂଜା ହଉଥିଲା। ନଡ଼ିଆ ବି ଲୋକମାନେ ପୂଜା କରୁଛନ୍ତି। ଏଠି ଆମର ପ୍ରାୟ ତାଳପଦା ଏବଂ ବଡ଼କଣ ଆସି ପୂଜା କରନ୍ତି ସିନ୍ଦିଆ ଏଇଠି ସେମାନେ ପୂଜା କଲେ ଯେଉଁ ବର୍ଷ ବର୍ଷା ହେବନି ସେମାନେ ପୂଜା କରନ୍ତି। ଏଠି ଯଜ୍ଞ ହୋମ କରିବେ ଘରକୁ ଗଲା ପରେ ଘରକୁ ପହଞ୍ଚି ପହଞ୍ଚି ବର୍ଷା ତାଙ୍କ ଗାଁରେ ହୁଏ। ଆପଣ ଦେଖିପାରୁଥିବେ ପୁରା କିମ୍ବଦନ୍ତୀ ରହିଛି ଏବଂ ଆକର୍ଷଣୀୟ ପୁରା ଜବରଦସ୍ତ ବର୍ଷା ତାଙ୍କ ଗାଁକୁ ପହଞ୍ଚି ପହଞ୍ଚି ବର୍ଷା ହେଉଥିଲା ତାଙ୍କ ଗାଁକୁ। ଏଇଭଳିଆ ବି ପୂଜା କରୁଛନ୍ତି ଏଇଠି ଦେବାଦେବତା ଅଛନ୍ତି। ଦେବ ସ୍ଥାନ ଏଇଠି ବହୁତ ପୁଣ୍ୟ ସ୍ଥାନ। ଆପଣମାନେ ଆସନ୍ତୁ ଦେଖନ୍ତୁ ଏବଂ ଫୁଲ୍ ଏନ୍ଜୟ ନିଅନ୍ତୁ ଏବଂ ଆଶୀର୍ବାଦ ବି ନେବେ। ଆମେ ବର୍ତ୍ତମାନ ଦର୍ଶନ କଲୁ ବହୁତ ସୁନ୍ଦର ଲାଗିଲା ଭଲ ଲାଗିଲା ଏବଂ ଭଗବାନଙ୍କର ଇଚ୍ଛା ଯାଉ ଆସି ଆମେ ଦର୍ଶନ କଲୁ ପୁଣି ଫେରିବୁ ନା ଭଲରେ ଭଲରେ। କରପୁଲାକୁ ପଳାଇଛନ୍ତି ସେମାନେ ତାଙ୍କ କାମ ଛାଡ଼ିକି ପଳାଇଛନ୍ତି। ଯାଉ ଆଗ୍ରହ ସହକାରେ ଆସିଛନ୍ତି ଦର୍ଶନ କଲେ ଠାକୁରଙ୍କର ଇଚ୍ଛା ଭଗବାନଙ୍କର ଇଚ୍ଛା କାହାକୁ ରଖିବା ଅନନ୍ତ କି ବଳବନ୍ତ ସେ ପୁରା କାମ ଛାଡ଼ି ପଳାଇଛନ୍ତି। ସେଇଟା ତ ଯାଉ ଆସିଲୁ ଆମେ ଭଗବାନଙ୍କ ଦୟାରୁ ଭଗବାନ ଆମକୁ ଭଲ ରଖିଥାନ୍ତୁ। ଆମେ ତ ଅଜ୍ଞାନ କିଛି ଜାଣିନି କ'ଣ ଯାଉ ଆମେ ବୁଲି ଆସିଲୁ ଦେଖିଲୁ ଏତିକିଟା ଆମେ ଜାଣିଛୁ। କିଛି ଗାଁ ନା କିଛି ଜାଣିନି କେଉଁ ସ୍ଥାନରେ କ'ଣ ଅଛନ୍ତି ଆମେ ଜାଣିନି। ଜାଣିବା ଲୋକ କେହି ଗୋଟେ ଆସିନାହାନ୍ତି ଖାଲି ଏମିତି ବୁଲିକି ପ୍ରତ୍ୟେକ ବର୍ଷ ଆମେ ବୁଲି ବୁଲି ଆସି ଆମେ ଦର୍ଶନ କରି ଯାଉ ଏଠି ଆମେ ଆସୁ। ଏ ବର୍ଷ ପ୍ରାୟ ଗଲା ବର୍ଷ ଆମେ 5 ଜଣ ଲୋକ ଆସିଥିଲୁ। ଏ ବର୍ଷ ଆଉ କିଛି ବଢ଼ିଛନ୍ତି 10 ଜଣ ଆସିଛନ୍ତି ବୁଲି ବୁଲି ଆସିଛନ୍ତି। ଦେଖନ୍ତୁ ଟୋଟାଲ୍ ଏବେ 12 ଜଣ କେତେ